ମୁଁ ଆଉ ଗୋଟେ ପୁଣି ନୂଆ ଭିଡ଼ିଓ ନେଇକି ଆସିଛି ଆପଣମାନଙ୍କ ପାଇଁ। ଆଉ ଆପଣମାନେ ଦେଖିପାରୁଥିବେ ମୁଁ ଆସିକି ନଈରେ ଅଛି। ଆଉ ଆପଣମାନେ ନଈର ଭ୍ୟୁଜ୍ ବି ଦେଖିପାରୁଥିବେ। ଆଉ ଜାଣିଥିବେ ଗୋଟେ କଥା, ଏବେ ବର୍ତ୍ତମାନ ଶୀତ ଦିନ ଚାଲିଲାଣି। ଆଉ ଏଇ ଶୀତ ଦିନରେ କଇଁଚ ମାନେ ସବୁ ଅଣ୍ଡା ଦିଅନ୍ତି। ସେଇ ବିଷୟରେ ଆପଣମାନଙ୍କୁ ଦେଖେଇବି। ଆଉ କଇଁଚ କେମିତି କ'ଣ ଅଣ୍ଡା ଦେଉଛି, ଆଉ କଇଁଚ ଅଣ୍ଡା କେତେ ବଡ଼ କେତେ କ'ଣ ସବୁ ଆପଣମାନଙ୍କୁ ଦେଖେଇବି। ଆଉ ଆପଣମାନଙ୍କୁ ଦେଖେଇବି ତ ଆପଣମାନେ ଭିଡ଼ିଓକୁ ଲାଷ୍ଟ ଯାକେ ୱାଚ୍ କରନ୍ତୁ। ଆଉ ଲାଷ୍ଟ ଯାକେ ଦେଖନ୍ତୁ। ମୁଁ ବର୍ତ୍ତମାନ ଆପଣଙ୍କୁ ବ୍ୟାକ୍ କ୍ୟାମେରା କରିକି ଦେଖାଉଛି କି କଇଁଚ ଉଠିକି କେଉଁଠି ଯାଇଛି, କେଉଁଠି ଅଣ୍ଡା ଦେଇଛି, ଆଉ ସେସବୁ ଦେଖେଇବି। ତ ବର୍ତ୍ତମାନ ଚାଲନ୍ତୁ ଦେଖିବା କଇଁଚ କେଉଁଠି ଅଣ୍ଡା ଦେଇଛି, ଆଉ କେତେ ବାଟ ଯାଇଛି, କ'ଣ କରୁଛି। ତ ଆସନ୍ତୁ ଯିବା। ତ ଆପଣମାନେ ଦେଖିପାରୁଥିବେ କି ଏଇଟା ହେଉଛି ଆମର ନଈ। ଆଉ କଇଁଚ ଆସିଛି ଏଇପଟେ। ତ କିଛି ପାଦ ଚିହ୍ନ ବି ଦେଖାଯାଉନି, କାରଣ ଏଇଟା ଓଦା ମାଟି ଅଛି। ତ ସେଥିପାଇଁ ପାଦ ଚିହ୍ନ ବି ଆପଣମାନଙ୍କୁ ଦେଖାଯାଉନି। ଏଇ ଦେଖ କଇଁଚ ଏଇଠି ଉଠି ଯାଇଛି। ତ ଦେଖାଯାଉନି ଆପଣମାନଙ୍କୁ ପାଦ ଚିହ୍ନ। ତ ମୁଁ ଆଗକୁ ନେଇକି ଯାଉଛି, ତ ଆପଣମାନଙ୍କୁ ଦେଖେଇବି। କଇଁଚ ଏଇ ସିଧାରେ ହିଁ ଉଠିକି ଯାଇଛି। ଦେଖିପାରୁଥିବେ ଏଇ ଯେଉଁ କଇଁଚ ସବୁ ଅଣ୍ଡା ଦେଇଛି, ଏସବୁ କଇଁଚ ଅଣ୍ଡା ଦେଇଛି। ଆଉ ଦେଖନ୍ତୁ ଇଏ ସବୁ କୁକୁର ମାନେ ସବୁ ଆସି, କୁକୁର ଆଉ କୋକିଶିଆଳି ମାନେ ସବୁ ଯେଉଁ ନଈରେ ରହୁଛନ୍ତି। ଆଉ ସେ ଆପଣମାନେ ଦେଖିପାରୁଥିବେ ସେପଟେ ସବୁ ବଣ ହେଇଛି। ସେଇ ବଣରେ କୋକିଶିଆଳି ମାନେ ରହନ୍ତି, ସେମାନେ ବି ଆସିକି ଅଣ୍ଡାକୁ ଖାଇଦିଅନ୍ତି। ଆଉ କୁକୁର ମାନେ ବି ଖୋଳିକି ଖାଇଦିଅନ୍ତି। ତ କିଛି ଅଣ୍ଡା ଖାଇକି ନଷ୍ଟ କରିଦେଇଛନ୍ତି। ଦେଖୁ କେତେ ଅଣ୍ଡା ପଡ଼ିଛି। ଏଠି ଗୋଟେ ବି ଅଣ୍ଡା ପଡ଼ିଛି। ଆଉ ଆଗକୁ ଆପଣମାନେ ଦେଖିପାରୁଥିବେ ଏଠି ବି ଅଣ୍ଡା ପଡ଼ିଛି। ସବୁ କୋକିଶିଆଳି କୁକୁର ମାନେ ସବୁ ଖାଇ ଦେଇଛନ୍ତି, ନଷ୍ଟ କରିଦେଇଛନ୍ତି ଅଣ୍ଡା ଗୁଡ଼ାକୁ। ତ ଚାଲନ୍ତୁ ବର୍ତ୍ତମାନ ଦେଖିବା ଆମେ କଇଁଚ କୁଆଡ଼େ ଯାଇଛି, ଆଉ କଇଁଚ ଅଣ୍ଡା କେଉଁଠି ଦେଇଛି। ତ ଚାଲନ୍ତୁ ବର୍ତ୍ତମାନ ଆମେ ଆଗକୁ ଯିବା, ଦେଖିବା। ତ ଆପଣମାନେ ଦେଖିପାରୁଥିବେ କଇଁଚ ହେଉଛି ପୁରା ଏମିତି ସିଧାରେ ଯାଇଛି। ଦେଖିପାରୁଥିବେ ପାଦ ଚିହ୍ନ ପୁରା ଆପଣମାନଙ୍କୁ ପୁରା କ୍ଲିଅର ଦେଖାହେଉଛି। ତ ଦେଖିପାରୁଥିବେ ଏଇଟା ହେଉଛି କଇଁଚର ପାଦ ଚିହ୍ନ। ଏଇ ପାଦ ଚିହ୍ନକୁ ଆମେ ଫଲୋ କରିକି ଯିବା, ଇଏ କେଉଁଠିକି ଯାଇଛି ଆଉ କେଉଁଠି ଅଣ୍ଡା ଦେଇଛି। ତ ଚାଲନ୍ତୁ ଆମେ ବର୍ତ୍ତମାନ ଯିବା ଆଗକୁ। ତ ଦେଖିପାରୁଥିବେ ପୁରା ଆପଣମାନଙ୍କୁ କ୍ଲିଅର ଦେଖାଯାଉଛି କି କଇଁଚ ଗୋଡ଼ କେମିତି ସବୁ ପଡ଼ିକି ଯାଇଛି। ଆଉ କଇଁଚ ଏଇ ବାଟେ ଯାଇଛି, ଆଉ ଏମିତି ଆଗକୁ ଯାଇଛି। ତ ଆମେ ଫଲୋ କରିବା ଇଏ କୁଆଡ଼େ କୁଆଡ଼େ ଯାଇଛି। ତ ଆପଣମାନଙ୍କୁ ପୁରା କ୍ଲିଅର ଦେଖାଯାଉଥିବା କି କଇଁଚର ପାଦ ଚିହ୍ନ ପଡ଼ିଛି। ତ ଦେଖନ୍ତୁ ଏଠି ଅବଶ୍ୟ କଇଁଚ ଦେଇନି ଅଣ୍ଡା। ତ ଏଠି ଦେଇନି, କାରଣ ଏଠି ଦେଇଥିଲେ କଇଁଚ ଜଣା ପଡ଼ିଯିବ। ତ ଆମେ ଆଗକୁ ଯିବା। ତ ଦେଖନ୍ତୁ ଏଇ ବାଟେ ଯାଇଛି କଇଁଚ, ଆଉ ଏଇ ବାଟେ ଯାଇକି ଏଇଠିକି ଆସିଛି। ଆଉ ଦେଖିପାରୁଥିବେ ଆପଣମାନେ କଇଁଚ ହେଉଛି ଏଇଠି ହିଁ ଅଣ୍ଡା ଦେଇଛି। ତ ଆମେ ଏଇଠି ଖୋଳିବା, ଏଇଠି ଖୋଳିଲେ କଇଁଚ ଅଣ୍ଡା ପାଇବା। ତ ଆମେ ଚାଲ ବର୍ତ୍ତମାନ ଅଣ୍ଡାକୁ ଏଇଟା ଖୋଳିବା, ଆଉ ଅଣ୍ଡା ଦେଇଛି ସେ ଅଣ୍ଡା ବାହାର କରିବା। ତ ଆପଣମାନେ ଦେଖିପାରୁଥିବେ କି ଆପଣମାନେ ଭାବୁଥିବେ କି କାହିଁକି କ'ଣ ପାଇଁ କି ମୁଁ ଆଙ୍ଗୁଠିଟା ଭିତରକୁ ପୁରଉଛି। କାରଣ ଯେଉଁଠି ବି ଅଣ୍ଡା ଦେଇଥିବ ସେଠି ଏତେ ବି ମାନେ ହାର୍ଡ଼ ଲାଗିବନି। ଯେଉଁଠି ଅଣ୍ଡା ଦେଇଥିବ ସେଠି ପୁରା ଖୋଳି ହେଇଯିବ। ବର୍ତ୍ତମାନ ଚାଲନ୍ତୁ ଆମେ ଏଇଠି ଖୋଳିବା। ଅଣ୍ଡା ଏଇଠି ହିଁ ଦେଇଛି। ତ ଦେଖିପାରୁଥିବେ ମୁଁ ବର୍ତ୍ତମାନ ଖୋଳି ସାରିଲିଣି ଅଧା। ତ ଆମେ ଆଉ ଟିକେ ଟିକେ ଖୋଳିବା, କାରଣ କଇଁଚ ଏଇଠି ହିଁ ଅଣ୍ଡା ଦେଇଛି। କାରଣ କଇଁଚ ହେଉଛି ଆପଣମାନେ ଦେଖାଯାଉନଥିବେ, କାରଣ କଇଁଚ ହେଉଛି ଗୋଟେ ଛୋଟ ଇଏ ଖୋଳିକି ଅଣ୍ଡା ଦେଇଥିବ। ତ ବେଶୀ ବଡ଼ ବି ଖୋଳି ନଥିବ। ଦେଖନ୍ତୁ କେତିକି ସରୁରେ କଇଁଚ ଖୋଳିଛି। ତ ଆମେ ବର୍ତ୍ତମାନ ଖୋଳୁଛେ, ଦେଖନ୍ତୁ କେତେ ଗାତ କରିଛି। ତ ଆପଣମାନେ ଦେଖିପାରୁଥିବେ ଲମ୍ବା ଯେତେଟା ଅଣ୍ଡା ଅଛି। ତ ଏ ଅଣ୍ଡା ଚାଇ ଏଇଟା ହେଉଛି ଟିକେ ଲମ୍ବା ଅଛି ଏ ଅଣ୍ଡା। ତ ଚାଲ ଆମେ ଏଠି ରଖିଦେବା, ଆହୁରି ବି ଅଣ୍ଡା ଅଛି। ତ ଦେଖନ୍ତୁ ଆଉ ଅଛି, ନାଇଁ ଭାଇ ସଇଲା। ତ ଆପଣମାନେ ଦେଖିପାରୁଥିବେ କି କଇଁଚ ଅଣ୍ଡା ଦେଇଛି। ଆମେ କାଉଣ୍ଟ କରିଦେବା କଇଁଚ ଅଣ୍ଡା କେତେଟା ଦେଇଛି। ତ 1 2 3 4 5 6 7, ମାନେ କଇଁଚ ହେଉଛି 7ଟା ଅଣ୍ଡା ଦେଇଛି। ଆଉ ଆପଣମାନେ ଦେଖିପାରୁଥିବେ ଏଇଠି ଅଣ୍ଡା ଥୁଆ ହେଇଛି। ଅଣ୍ଡା ତ ନେବାର ନାହିଁ, କାରଣ ଏ ଅଣ୍ଡା ଆମର କେହି ଖାଆନ୍ତିନି। ତ ଏ ଅଣ୍ଡାକୁ ଆମେ ସେଇଠି ରଖିଦେବା, କାରଣ ଜଣେ ଗୋଟେ ମା ଯେତେ ଯାହା ହେଲେ ଅଣ୍ଡା ଦେଇଛି, ତ ତାର ଅଣ୍ଡାକୁ ଆମର ଖାଇବାର ନାହିଁ। ତ ଏ ଅଣ୍ଡା ଆମେ ବର୍ତ୍ତମାନ ରଖିଦେଉଛେ ଯେମିତି ଥିଲା ସେମିତି ପୁରା ସାଇଜ୍ କରିକି ରଖିଦେବା। ତ ଦେଖିପାରୁଥିବେ ମୁଁ ବର୍ତ୍ତମାନ ଅଣ୍ଡାକୁ ରଖିଦେଲି ତା ଜାଗାରେ ଯେଉଁଠି ଥିଲା। ତ ଏ ଅଣ୍ଡାକୁ ଆମେ ପୋତିଦେବା। ତ ଏ ଅଣ୍ଡା ଆମର କିଛି କାମରେ ଲାଗିବନି। ତ ଏ ଅଣ୍ଡାକୁ ଆମେ ପୋତିଦେବା।
ଦେଖିପାରୁଥିବେ। ତ ଦେଖିପାରିଲେ କି ମୁଁ ଏ ଅଣ୍ଡାକୁ ବର୍ତ୍ତମାନ ପୋତିଦେଲି। ଆପଣମାନେ ଦେଖିପାରୁଥିବେ, ଦେଖନ୍ତୁ ଏପଟେ ଗୋଟେ ଚିହ୍ନ, ଏପଟେ ଗୋଟେ ଚିହ୍ନ, କାରଣ କଇଁଚ ଏଇ ବାଟେ ହିଁ ଆସିକି ଅଣ୍ଡା ଦେଇଛି, ଆଉ ଗଲାବେଳେ ଏଇ ବାଟେ ଯାଇକି ନଈକି ପଳେଇଛି। ଆଉ କଇଁଚ ଅଣ୍ଡା ଦେଇଥିଲା 7ଟା ଅଣ୍ଡା ଦେଇଥିଲା, ଏମିତି କହିହେବନି 7ଟା ଅଣ୍ଡା ଦିଏ, 10ଟା ବି ଦିଏ, 13ଟା ବି ଦିଏ, 14ଟା ବି ଦିଏ, 15ଟା ଦିଏ। କାରଣ ଆମେ ଯେତେବେଳେ ଛୋଟ ଛୁଆ ହେଇଥିଲୁ ସବୁବେଳେ ନଈକି ଆସୁ, ଏଇ ଶୀତ ଦିନେ ନଈକି ଆସୁ, ଆଉ ଅଣ୍ଡା ସବୁ ଖୋଳିକି ନେଇକି ଯାଉ ଘରେ, ନଷ୍ଟ ବି କରିଦେଉ, କାରଣ ଆମେ ସେତେବେଳେ ଛୁଆ ହେଇଥିଲୁ, ଆଉ ସେତେ ବି ଜାଣିନଥିଲୁ। ତ ଏଇ ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା, ଆଉ ଯଦି ବି ଆପଣମାନେ କେବେ ବି ଆପଣମାନେ ଯଦି ବି ବାହାରେ ରହୁଛନ୍ତି, କେବେ ବି ଆପଣମାନେ ଦେଖିବେ ଯେଉଁମାନେ ସବୁ ଟାଉନରେ ରହୁଛନ୍ତି, ଭୁବନେଶ୍ୱର, କଟକ, ଆଉ ସବୁ ବାହାରେ ଯେଉଁମାନେ ରହୁଛନ୍ତି, କାରଣ ସିଏ ଅବଶ୍ୟ ଅଣ୍ଡା ଦେଖିଥିବେ କି ନାହିଁ ମୁଁ ତ ଜାଣିନି। ତ ଯଦି ବି ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଲା, ଆପଣମାନେ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ, ସବସ୍କ୍ରାଇବ୍ ବି ନିଶ୍ଚୟ କରିବେ, କାରଣ ଭାଇକି ଟିକେ ସପୋର୍ଟ କର। ଆଉ ଆପଣମାନଙ୍କୁ ଦେଖେଇବି କି କୋକିଶିଆଳି ମାନେ ସବୁ ଅଣ୍ଡା ସବୁ ଖାଇ ଦେଉଛନ୍ତି, ତ ଆପଣମାନଙ୍କୁ ଦେଖେଇବି। ସେଇ ଆଗରେ ଗୋଟେ କୋକିଶିଆଳି ଛିଡ଼ା ହେଇଛି, ତ ମୁଁ ଆପଣମାନଙ୍କୁ ଜୁମ୍ କରିକି ଦେଖେଇବି। ତ ଆପଣମାନେ ଭିଡ଼ିଓକୁ ଲାଷ୍ଟ ଯାଏଁ ଦେଖନ୍ତୁ, ଆଉ ଲାଷ୍ଟ ଯାଏଁ ୱାଚ୍ କରନ୍ତୁ। ଏଇ କୋକିଶିଆଳି ମାନେ କ'ଣ କରନ୍ତି ନା ଅଣ୍ଡା ତିକ ସବୁ ଖୋଳିକି ବି ଖାଇଦିଅନ୍ତି। ତ ମୁଁ ଯାଉଛି ସେଇ କୋକିଶିଆଳି ପାଖକୁ, ତ ଦେଖନ୍ତୁ ସିଏ ସେଠି ଶୋଇଛି, ତ ଆପଣମାନଙ୍କୁ ଦେଖାଯାଉନଥିବ, ମୁଁ ଆଉ ଟିକେ ତା ପାଖକୁ ଯାଇକି ଆପଣମାନଙ୍କୁ ଦେଖାଉଛି। ତ ଦେଖିପାରୁଥିବେ ଆପଣମାନଙ୍କୁ ପୁରା ଶୋଇଛି, ଆପଣମାନଙ୍କୁ କ୍ଲିଅର ଦେଖାଯାଉଛି କି ନାହିଁ ମୁଁ ତ ଜାଣିପାରୁନି। ତ ଦେଖନ୍ତୁ ସେ କୋକିଶିଆଳି ମୋତେ ହିଁ ଅନେଇଛି, ତ ଆମେ ଚାଲନ୍ତୁ ଆଉ ଟିକେ ଆଗକୁ ଯିବା। ତ ଆପଣମାନେ ଦେଖିପାରୁଥିବେ କି ସେଇଠି ହେଉଛି କୋକିଶିଆଳି ଶୋଇଛି, ଆଉ ମୁଁ ବି ଯଦି ଆଉ ଟିକେ ଆଗକୁ ଯିବି ସେ ପଳେଇବ। ତ ଦେଖିପାରୁଥିବେ ଆପଣମାନଙ୍କୁ ପୁରା କ୍ଲିଅର ପୁରା ଆପଣମାନଙ୍କୁ ଦେଖାଯାଉଛି କି ଏଇ କୋକିଶିଆଳି ମାନେ ହିଁ ଅଣ୍ଡାକୁ ଆସିକି ଖୋଳି ଖାଇ, ଦେଖିପାରୁଥିବେ ସେ ଉଠିକି ବର୍ତ୍ତମାନ କୋକିଶିଆଳି ଗଲା ଖରିବୁଦା ଭିତରକୁ ପଳେଇଲା। ଆଉ ସେ କୋକିଶିଆଳି କୁଆଡ଼େ ବି ଯିବ, ଆଉ ଆପଣମାନେ ତାକୁ ପାଇବେ ବି ନାହିଁ। ତ ଦେଖନ୍ତୁ ଏପଟେ କୋକିଶିଆଳିର ଯିବାର କାରଣ ହେଉଛି, ତ ଦେଖିପାରୁଥିବେ ଏଠି ଆସିକି ମୋ ପାଖରେ ଆସିକି ଗୋଟେ କୁକୁର ଆସିକି ପଳେଇ ଆସିଲାଣି। ଆଉ ଏଇ କୁକୁର ଆସିଲା ବୋଲିକି ଆଉ ସେ କୋକିଶିଆଳି ବର୍ତ୍ତମାନ ଦେଖନ୍ତୁ ଲୁଚିଗଲା। ଆଉ ଦେଖିପାରୁଥିବେ ମୁଁ ଆପଣମାନଙ୍କୁ ଜୁମ୍ କରୁଛି, ସେ ଖରିବୁଦା ସାଇଡ଼୍ରେ ହିଁ ପଳେଇଛି, ତ ଆପଣମାନଙ୍କୁ ଦେଖାଯାଉନି, ତ ସେ ପଳେଇଛି ଗଲାଣି ହେରି। ତ ଆପଣମାନେ ଦେଖିପାରୁଥିବେ କୁକୁର ଆସିଲା, ତ ମୁଁ ବି ଦେଖିନି କୁକୁର ମୋ ପଛ ଗୋଟେ, ତ କୁକୁର ଆସିଲା ବୋଲି କୋକିଶିଆଳି ଲୁଚିଗଲା। କୁକୁରମାନେ ବି କୋକିଶିଆଳି କାମୁଡ଼ିକି ଖାଇଯାଆନ୍ତି। ଆପଣମାନଙ୍କୁ ଆଉ ଗୋଟେ କଥା କହିନି ମୁଁ ଛାଡ଼ି ଦେଇଛି। ତ ଆପଣମାନେ ଭାବୁଥିବେ କି କଇଁଚ କେତେବେଳେ ଆସିକି ଅଣ୍ଡା ଦିଏ, ଆଉ ସକାଳେ ଦିଏ କି ରାତିରେ ଦିଏ, ତ ଆପଣମାନଙ୍କୁ ମୁଁ ଏଇ କଥା ବି କହିଦେବି। ତ ଦେଖନ୍ତୁ ଯେତେବେଳେ କଇଁଚ ଅଣ୍ଡା ଦିଏ ସିଏ 3ଟା ରାତିରୁ ଦିଏ, 2ଟା ରାତିରୁ ଦିଏ, 1 ରାତିରୁ ବି ଆସିକି ଅଣ୍ଡା ଦିଏ। କାରଣ ମୁଁ କେଇଥର ନଈକି ଆସିଲା ବେଳେ ଦେଖିଛି କଇଁଚ ଆସିକି ଉଠିକି ଅଣ୍ଡା ଦେଲା ବେଳେ 2:30 3ଟା ପାଖାପାଖି ମୁଁ ଥରେ ଆସିଥିଲି ନଈକି, ତ ସେତେବେଳେ ବି ମୁଁ ଦେଖିଥିଲି କଇଁଚ ଅଣ୍ଡା ଦିଅନ୍ତି। କାରଣ ଯେତେବେଳେ ସକାଳ ହେଇଯାଏ ଆଉ ଲୋକମାନେ ସବୁ ଯିବା ଆସିବା କରନ୍ତି, ତ ଲୋକଙ୍କ ଇଏରେ ସେ କେବେ ବି ଅଣ୍ଡା ଦିଅନ୍ତିନି, କାରଣ ଲୋକମାନଙ୍କୁ ଦେଖିଲେ ତ କଇଁଚମାନେ ପଳାନ୍ତି। ତ ସେଥିପାଇଁ କି ସିଏ ଆସିକି ରାତିରେ ଅଣ୍ଡା ଦିଅନ୍ତି, ରାତି 2ଟା 3ଟା 2:30 1 ରାତିରେ ହିଁ ଅଣ୍ଡା ଦିଅନ୍ତି। ତ ଆଜିର ଭିଡ଼ିଓ ମୋର ଏତିକି ଥିଲା, କି ଆପଣମାନଙ୍କୁ ଏତିକି ଦେଖିବାର ଥିଲା କି ଶୀତ ଦିନ ଆସିଲାଣି, ଆଉ ଏଇ ଶୀତ ଦିନେ କଇଁଚମାନେ କେମିତି ସବୁ ପାଣିରୁ ଉଠିକି ଆସନ୍ତି, ଆଉ ଅଣ୍ଡା ଦିଅନ୍ତି, ଆଉ କେଉଁଠି ଖୋଳିକି ଅଣ୍ଡା ଦିଅନ୍ତି, କେମିତି ଅଣ୍ଡା ଦିଅନ୍ତି, ଆଉ ସେସବୁ ଆପଣମାନଙ୍କୁ ଦେଖେଇଲି। ଯଦି ଆପଣମାନଙ୍କୁ ଭିଡ଼ିଓ ଭଲ ଲାଗୁଥିବ, ଆଉ ଆପଣମାନେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ ବି କରିବେ, ଆଉ ନିଶ୍ଚୟ ମୋତେ ଟିକେ ସପୋର୍ଟ ଆପଣମାନେ କରନ୍ତୁ। ତ ଆପଣମାନଙ୍କ ପାଇଁ ଏମିତି ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ପାଇଁ ନେଇକି ଆସିବି। ତ ଆଜିର ଭିଡ଼ିଓ ଏତିକି ଥିଲା, ପୁଣି ନେକ୍ସଟ ଭିଡ଼ିଓରେ ନିଶ୍ଚୟ ଦେଖା ହେବା।